ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିବା ଓ ସେଥିରେ ଥିବା ରତ୍ନ ଅଳଙ୍କାର ଆଦିକୁ ଯାଞ୍ଚ କରାଯାଇ ମଣତି କରାଯିବା ଏବଂ ରତ୍ନ ଭଣ୍ଡାରର ଆବଶ୍ୟକ ମରାମତି କରାଯିବା ଦିଗରେ ରାଜ୍ୟ ସରକାର ତତ୍ପର ଥିବା ପରିଲକ୍ଷିତ ହେଉଛି। ରତ୍ନ ଭଣ୍ଡାରର ଯାଞ୍ଚ ପାଇଁ ପୂର୍ବରୁ ନବୀନ ସରକାର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟିକୁ ଦାୟିତ୍ୱ ପ୍ରଦାନ କରିଥିଲେ, ମୋହନ ମାଝୀଙ୍କ ସରକାର ତାହାକୁ ଭାଙ୍ଗିଦେବା ସହ ନୂତନ କମିଟି ଗଠନ କରିଛନ୍ତି। 4 ତାରିଖ ଦିନ ନୂତନ ଭାବେ ଗଠିତ ହୋଇଥିବା କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଡକ୍ଟର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଜଗଦୀଶ ମହାନ୍ତି, ରାଜ୍ୟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ, ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନାନନ୍ଦ ପରମହଂସ ସରସ୍ୱତୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଡକ୍ଟର ହରିହର ହୋତା, ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସେବକ ମଧୁସୂଦନ ସିଂହାରୀ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଶ୍ରୀ ମହାପାତ୍ର, ଦଇତାପତି ନିଯୋଗର ସଭାପତି ଜଗନ୍ନାଥ ଦାସ ମହାପାତ୍ର, ବରିଷ୍ଠ ସେବକ ଅଧ୍ୟାପକ ସୌମେନ୍ଦ୍ର ମୁଦୁଲି, ଗଜପତି ମହାରାଜଙ୍କର ପ୍ରତିନିଧି, ପୁରୀ ଜିଲ୍ଲାପାଳ ଏବଂ କେନ୍ଦ୍ରୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାଙ୍କ ପ୍ରତିନିଧି ସଦସ୍ୟ ରହିଛନ୍ତି। କମିଟିରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ସଦସ୍ୟ ଆବାହକ ରଖାଯାଇଛି। ରଥଯାତ୍ରା ପରେ ରତ୍ନଭଣ୍ଡାର ଖୋଲି ପାରେ ବୋଲି ଏବେ ଭକ୍ତ ମହଲରେ ଦୃଢ ବିଶ୍ୱାସ ଜନ୍ମ ନେଇଛି।